ପିଲାମାନେ ତୁମମାନଙ୍କୁ ଆମ ଚ୍ୟାନେଲ ଓଡ଼ିଆ ମିଡ଼ିୟମ ଷ୍ଟୋରୀକି ସ୍ୱାଗତ। ଆଜି ଆମେ ଚତୁର୍ଥ ଶ୍ରେଣୀ ସାହିତ୍ୟ କଳିକା ବହିର ପାଠ 10 ଭଲ କି କରିନି ମୁହିଁ ବିଷୟର ସମସ୍ତ ପ୍ରଶ୍ନ ଉତ୍ତର କରିବା। ଭଲ କି କରିନି ମୁହିଁ ବିଷୟର କବି ହେଉଛନ୍ତି କୃଷ୍ଣଚନ୍ଦ୍ର କର। ଯେଉଁମାନେ ଗୀତ ଲେଖନ୍ତି ବା କବିତା ଲେଖନ୍ତି ତାକୁ କୁହନ୍ତି କବି। ଯେଉଁମାନେ ଗଦ୍ୟ ଲେଖନ୍ତି ବା ଗପ ଭଳିଆ ଲେଖିଯାଆନ୍ତି ତାକୁ କୁହନ୍ତି ଲେଖକ। ଏଠାରେ ଗୀତ ଭଳିଆ ଆସୁଛି, ସେ କବି ହେଉଛନ୍ତି କୃଷ୍ଣଚନ୍ଦ୍ର କର। ଏଠାରେ ଭଲ କି କରିନି ମୁହିଁ ଅର୍ଥ ଗୋଟେ ପିଲାଟିଏ ଯେଉଁ ସବୁ କାମ କରିଛି ତା ଭଲ କରିଛି କି ନାହିଁ ପ୍ରଶ୍ନ କରିଛନ୍ତି। ଏଇ ଯେଉଁ କାମ କରିଛି ଭଲ କରିଛି କି ନାହିଁ, ଭଲ କି କରିଛି, ସିଏ ଭଲ କରିଛି ନାହିଁ ସେ ନିଜକୁ ନିଜ ପ୍ରଶ୍ନ କରିଛି ଏବଂ ତା ମା ଆଗରେ ସେ କଥା କହିଛି। ବିଷୟଟାକୁ ଭଲ ପଢ଼ିବ, ମନରେ ରଖିବ, ମୁଖସ୍ଥ ମଧ୍ୟ କରିନେଇଥିବ, କାରଣ ପ୍ରଶ୍ନ ଉତ୍ତର କଲାବେଳେ ଏହା ବହୁତ ଦରକାର ଆସିବ। ବର୍ତ୍ତମାନ ଅଭ୍ୟାସକୁ ଯିବା। ଅଭ୍ୟାସ କରିବା ପୂର୍ବରୁ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହ କିମ୍ବା ଆମ ଚ୍ୟାନେଲ ନୂଆ ତାହେଲେ ସଙ୍ଗେ ସଙ୍ଗେ ସବସ୍କ୍ରାଇବ୍ କରିନି ଆଉ ଡେରି ନକରି ଆରମ୍ଭ କରିବା ଆଜିର 1 ନମ୍ବର। ଆସ କଥାବାର୍ତ୍ତା ହେବା। ପିଲାଟି କାହାର ଡାକରେ ସକାଳୁ ଉଠି ପଡ଼ିଲା? ଉତ୍ତର। ପିଲାଟି ଶୁଆସାରୀଙ୍କ ଡାକରେ ସକାଳୁ ଉଠି ପଡ଼ିଲା। ମୁଁ କହି ଆସୁଛି, ପ୍ରଶ୍ନ ଲେଖିବ ଏବଂ ଉତ୍ତର ମଧ୍ୟ ଲେଖିବ। ଲେଖିଲେ ଭଲ ମନେ ରହିବ ଏବଂ ମାର୍କ ମଧ୍ୟ ପରୀକ୍ଷାରେ ଭଲ ମିଳିବ। ଖ ନମ୍ବର। ଶୁଆସାରୀ ପିଞ୍ଜରାରେ ବାହାରି କେଉଁଆଡ଼େ ଚାଲିଗଲେ? ଉତ୍ତର। ଶୁଆସାରୀ ପିଞ୍ଜରାରୁ ବାହାରି ଗହନ ବନକୁ ଚାଲିଗଲେ। ଗହନ ବନ ଅର୍ଥ ଗହଳିଆ ଜଙ୍ଗଲ, ବନ ଅର୍ଥ ଜଙ୍ଗଲ, ଗହନ ଅର୍ଥ ଗହଳିଆ। ଗହଳିଆ ଜଙ୍ଗଲକୁ ଚାଲିଗଲେ। ଗହଳିଆ ଜଙ୍ଗଲ ଲେଖିଲେ ଚଳିବ, ଗହନ ବନ ଲେଖିଲେ ମଧ୍ୟ ଚଳିବ। ଗ। ପିଲାଟି ସଡ଼କ ଦାଢ଼ରେ କାହାକୁ ଦେଖିଲା? ଉତ୍ତର। ପିଲାଟି ସଡ଼କ ଦାଢ଼ରେ ଚମ ଧୁଡ଼ୁ ଧୁଡ଼ୁ ଫୁଙ୍ଗୁଳା ଦେହରେ ଥିବା ବୁଢ଼ାଟିକୁ ଦେଖିଲା। ଘ ନମ୍ବର। ନିଜର ଲାଲ ଶାଲକୁ ନେଇ ପିଲାଟି କ'ଣ କଲା? ଉତ୍ତର। ନିଜର ଲାଲ ଶାଲକୁ ନେଇ ପିଲାଟି ଫୁଙ୍ଗୁଳା ବୁଢ଼ାଟିର ଦେହରେ ଘୋଡ଼ାଇ ଦେଲା। 1 ନମ୍ବର ସରିଲା। 2 ନମ୍ବର ହେଇଛି ସରଳ ଭାଷାରେ ବୁଝାଇ ଲେଖିବା। ତୋପଣତା ପର ଶୀତ ବାରଣୀ ମୋ ଶାଲ କି ହେବ ତାହା ସରି। ସରଳ ଭାଷାରେ ବୁଝାଇ ଦିଅ ଅର୍ଥ ସରଳାର୍ଥ। ଆମେ ସରଳାର୍ଥ ଲେଖି ଆସୁଛନ୍ତି, ଏଇଭଳି ଲେଖେ। ଦେଖ, ପ୍ରଥମ ଶବ୍ଦ ଲେଖେ ତୋ, ଡ ଲେଖି ତା ସରି ପୂର୍ଣ୍ଣଚ୍ଛେଦ ଦେବା। ଏହାପରେ ଉକ୍ତ, ଏଠି ଯେହେତୁ ପଦ୍ୟ କହି ଆସୁଛି ପଦ୍ୟାଂଶଟି ଲେଖିବ। ଉକ୍ତ ପଦ୍ୟାଂଶଟି ଆମ ସାହିତ୍ୟ କଳିକା ବହିର ଭଲ କି କରିନି ମୁହିଁ ବିଷୟନାକୁ କମା ଦେଇକି ଇନଭର୍ଟର କମା ଦେଇକି ରଖିବ। ବିଷୟରୁ ଆସିଅଛି। ଏଠାରେ କବି କୃଷ୍ଣଚନ୍ଦ୍ର କର ପିଲାଟି ପାଇଁ ତା ମାର ପଣତ କାନି କିଭଳି ଶୀତ ବାରଣୀ ବୋଲି ବର୍ଣ୍ଣନା, କିଭଳି ଶୀତରୁ ରକ୍ଷା କରିବ ତା ମାର ପଣତ କାନି ସେ ବିଷୟରେ ବର୍ଣ୍ଣନା କରିଛନ୍ତି। କ'ଣ ବର୍ଣ୍ଣନା କରିଛନ୍ତି ଲେଖି ସରିଗଲା। ଆଉ ଗୋଟେ ପାରା କରିବା, ଟିକେ ବୁଝେଇକି ଲେଖିବା। କ'ଣ? ପିଲାଟି ମାଘ ମାସର ବାଘୁଆ ଜାଡ଼ରେ ସଡ଼କ ଦାଢ଼ରେ ଗୋଟିଏ ବୁଢ଼ାକୁ ଦେଖିଲା। ତାର ଦେହ ଫୁଙ୍ଗୁଳା ଥିଲା, ଚମ ଧୁଡ଼ୁ ଧୁଡ଼ୁ ହୋଇ ଯାଇଥିଲା, ବାଳ ଫୁରୁ ଫୁରୁ ହୋଇ ଦିହ ଥରୁଥିଲା। ପିଲାଟି ତା ପ୍ରତି ଦୟା ପାଇ ନିଜର ଲାଲ ଶାଲଟିକୁ ତା ଦେହରେ ଘୋଡ଼ାଇ ଦେଇଥିଲା। ପିଲାଟି ମା ଆଗରେ ଆସି କହିଲା ଯେ ତା ବୋଉର ପଣତ କାନି, ଖାଲି ପଣତ ଲେଖିଲେ ଚଳେ, ପଣତ ଶୀତ ବାରଣୀ ହୋଇଥିବା ବେଳେ ଶାଲର କ'ଣ କାମ ଅଛି? ପ୍ରଶ୍ନ ଚିହ୍ନିତ। କ'ଣ କାମ ଅଛି? ସେ ଶାଲ କ'ଣ ତା ବୋଉର ପଣତ କାନି ସହିତ ସମାନ ହୋଇପାରିବ? 3 ନମ୍ବର। ଆସ ଉତ୍ତର ଲେଖିବା। କ। ଶୁଆସାରୀ ଦୁହେଁ ଆନନ୍ଦରେ ଉଡ଼ିଗଲେ କାହିଁକି? ଉତ୍ତର। ପଞ୍ଜୁରୀରୁ ମୁକୁଳି ଯିବାରୁ ଶୁଆସାରୀ ଦୁହେଁ ଆନନ୍ଦରେ ଉଡ଼ିଗଲେ। ଖ ନମ୍ବର। ପିଲାଟି ନିଜର ଶାଲଟିକୁ ବୁଢ଼ାକୁ ଦେଲା କାହିଁକି? ଉତ୍ତର। ବୁଢ଼ାଟିର ଦେହ ଫୁଙ୍ଗୁଳା ଥିବାରୁ ଏବଂ ସେ ଶୀତ ହେମାଳରେ ଥରୁଥିବାରୁ ପିଲାଟି ନିଜର ଶାଲଟିକୁ ବୁଢ଼ାକୁ ଦେଲା। ଗ ନମ୍ବର। ବଣର ଶୁଆସାରୀ ଉଡ଼ିଗଲା ପରେ ସାଥୀ ମେଳରେ କ'ଣ କରୁଥିବେ? ଉତ୍ତର। ବଣର ଶୁଆସାରୀ ଉଡ଼ିଯିବା ପରେ ତାଙ୍କ ଜନ୍ମସ୍ଥାନରେ ସାଥୀ ମେଳରେ ମନ ଉଲ୍ଲସିଆ ତାନରେ ଗାଉଥିବେ। ଘ। ଶାଲଟି ପାଇ ବୁଢ଼ାଟିର ଅବସ୍ଥାରେ କି ପରିବର୍ତ୍ତନ ହୋଇଥିବ? କ'ଣ ପରିବର୍ତ୍ତନ ହୋଇଥିବ? ଉତ୍ତର। ଶାଲଟି ପାଇ ବୁଢ଼ାଟି ଏ ବର୍ଷର ଶୀତ ହେମାଳରୁ ରକ୍ଷା ପାଇଯିବ। 1 ନମ୍ବର। ପିଲାଟି କେଉଁ 2ଟି ଭଲ କାମ କରିଥିଲା? ଉତ୍ତର। 1-2ଟା କାମ। ପିଞ୍ଜରାରୁ ଶୁଆସାରୀଙ୍କୁ ଉଡ଼ାଇ ଦେବା ଗୋଟେ କାମ। 2 ବୁଢ଼ା ଲୋକଟିକୁ ଶାଲଟିକୁ ଦେଇଦେବା ହେଉଛି ପିଲାଟିର 2ଟି ଭଲ କାମ।
4 ନମ୍ବର ବୃତ୍ତ ଭିତରେ କେତୋଟିକ ଶବ୍ଦ ଏକାଠି ରଖାଯାଇଛି କାହା ସହିତ କିଏ ମିଶିବ ତାକୁ ଏକାଠି ଯୋଡ଼ି ଲେଖିବା। ଯେପରି ଫୁଙ୍ଗୁଳା ବୁଢ଼ା ଦେଖ ମିଶିକି ସବୁ ରହିଛି, ଦୁଇଟା ରହିନାହିଁ, ଗୋଟେ ଜାଗାରେ ମିଶିକି ରହିଛି। ତୁମେ କ'ଣ କରିବ, ଏତିକି ପଦ ଆସିବ, ତାର ଏଉଠୁ ଯୋଡ଼ିବ ଏତାର ପଦ। ପ୍ରଥମେ ବାଳୁତ ମୁଁ ଲେଖିଦେଉଛି, ତାପରେ ଯୋଡ଼ିଆ। ଦେଖ ଲେଖିଦେଲି ବାଳୁତ, ପୋଷା, ସଡ଼କ, ବାଘୁଆ, ହାବୁକା, ନିଆସି। ଏଥିରେ ପଦ ଲେଖିଦେଲି। ତାହେଲେ ବାଳୁତ କ'ଣ ଲେଖିବ ଏଠି? ବାଳୁତ ସୁରୁଜ, ପୋଷା ଶୁଆସାରି, ସଡ଼କ ଦାଢ଼େ ମାନେ କ'ଣ କଡ଼ରେ, ବାଘୁଆ ଶୀତ, ଏଠି ତ ଶୀତ ନାହିଁ ଜାଡ଼େ ଅଛି, ଜାଡ଼େ ଲେଖିଦେବ। ଜାଡ଼େ ଜାଡ଼ ଯାହା ଶୀତ ସେଇଆ। ହାବୁକା ମାଡ଼, ଏଇଠୁ ହିଁ ବାଛିକି ଲେଖିବା ଦରକାର। ନିଆସି ମନ। 5 ନମ୍ବର ଏଇ କବିତାରୁ କାମକୁ ବୁଝାଉଥିବା କେତୋଟି ଶବ୍ଦ ଖୋଜି ତଳ କୋଠରେ ଲେଖିବ। ସେହିପରି ଉଠିଲି, ଉଠିଲ, ସେଇଭଳି ତମେ ଲେଖି ନେବ। ଦେଖିଲି, ଦେଖିଲ, କାଢ଼ିଲି, କାଢ଼ିଲ, ଦେଲି, ଦେଲ, କରିଲି, କଲ, ଘୋଡ଼ାଇ ଦେଲି, ଘୋଡ଼ାଇ ଦେଲ। ବହିରେ ଯାହା ଅଛି ସେଇଆ ଲେଖିବ। ଆଉ ମନରୁ ତ ହେଲେ ବହୁତ ଲେଖିପାରିବ। ଘୋଡ଼ାଇ ଦେଲି, ଘୋଡ଼ାଇ ଦେଲ ଲେଖିଦେବ। ଶୁଣିଲାରୁ ଶୁଣି ହୋଇଛି, ସେହିପରି ନିମ୍ନ ଶବ୍ଦଗୁଡ଼ିକ ରୂପ କ'ଣ ହେବ? ହେଲାରୁ ହେଇ, ଦେଲାରୁ ଦେଇ, କରିଲାରୁ ତରି, କାଢ଼ିଲାରୁ କାଢ଼ି, ଉଡ଼ିଲାରୁ ଉଡ଼ି, ପାଇଲାରୁ ପାଇ। 7 ନମ୍ବର ଏଇ ପାଠରେ ଧୁଡ଼ ଧୁଡ଼ ପରି ଆଉ କେତେ ଶବ୍ଦ ବ୍ୟବହାର କରାଯାଇଛି ତାକୁ ବାଛି ତଳ କୋଠରେ ଲେଖିବା। ଲେଖିଦେବ ଫୁରୁ ଫୁରୁ, ଥୁରୁ ଥୁରୁ, ଧଡ଼ ପଡ଼, ଉଡ଼ି ଉଡ଼ି। 8 ନମ୍ବର ହସର ବିପରୀତ ଅର୍ଥବୋଧ କାନ୍ଦ। ସେହିପରି ନିମ୍ନଲିଖିତ ଶବ୍ଦଗୁଡ଼ିକର ବିପରୀତ ଅର୍ଥବୋଧ ଶବ୍ଦକୁ ଲେଖିବା। ସୁଖର ଦୁଃଖ, ହେଲେ ତ ଦୁଃଖ। ଆପଣାର ପର, ଭଲର ମନ୍ଦ। ବାଳୁତର, ବାଳୁତ ମାନେ ଛୋଟ ପିଲା କହନ୍ତି ବାଳୁତ, ଛୋଟ ପିଲା ବୃଦ୍ଧ। ଆଉ 9 ନମ୍ବର ସୁରୁଜର ଗଦ୍ୟ ରୂପ ସୂର୍ଯ୍ୟ। ସେହିପରି ନିମ୍ନଲିଖିତ ଶବ୍ଦମାନଙ୍କର ଗଦ୍ୟ ରୂପକୁ ପାଖ କୋଠରେ ଲେଖିବା। ବରତିବ, ବର୍ତ୍ତିବ, ବର୍ତ୍ତିବ। ଜନମର ଜନ୍ମ, ମରମର ମର୍ମ, କରମର ଗଦ୍ୟ ରୂପ କର୍ମ। 10 କବିତାର କିଛି ଅଂଶ ଛାଡ଼ି ଦିଆଯାଇଛି, ଆସ ସେହି ଅଂଶ ତକ ମନେ ପକାଇ ଲେଖିବା। ଡ୍ୟାସ୍ ବଣେ ଗଲେ ଉଡ଼ି, ବଣ ଶୁଆସାରି, ବଣ ଶୁଆସାରି ବଣେ ଗଲେ ଉଡ଼ି। ପିଞ୍ଜରାରୁ କାଢ଼ି ଡ୍ୟାସ୍, ଦେଲି ଯେବେ ଛାଡ଼ି, ଦେଲି ଯେବେ ଛାଡ଼ି। ନିଆସି ମନରେ ଡ୍ୟାସ୍ ଭଲ କି କରିନି ମୁହିଁ, ସୁଖ ଟିକେ ଦେଇ, ସୁଖ ଟିକେ
ଦେଇ ଭଲ କି କରିନି ମୁଇଁ। 11 ଯେଉଁଗୁଡ଼ିକ ଭଲ କାମ ତାକୁ ବାଛି ତଳପଟେ ଲେଖିବା। ଖେଳା ବୁଲାରେ ସମୟ କଟାଇବା ଭଲ କାମ ନୁହେଁ। ନିଶା ବୁଢ଼ାକୁ ସାହାଯ୍ୟ କରିବା ଭଲ କାମ, ଗାର ମାରି ଦେଉଛି ତଳେ ଲେଖିବା। ପିଞ୍ଜରାରେ ଶ୍ୱାସଙ୍କୁ ରଖିବାଟା ଭଲ କାମ ନୁହେଁ। ଅନ୍ଧକୁ ବାଟ ଦେଖାଇବାଟା ଭଲ କାମ। ସୂର୍ଯ୍ୟୋଦୟ ପୂର୍ବରୁ ସେଜୁରୁଟା ଏଇଟା ଭଲ କାମ। ଏ ତିନିଟାକୁ ତଳେ ଲେଖିନେବ। ଏଇଭଳି ତିନିଟା ନିଶା ବୁଢ଼ାକୁ ସାହାଯ୍ୟ କରିବା, ଅନ୍ଧକୁ ବାଟ ଦେଖାଇବା, ସୂର୍ଯ୍ୟୋଦୟ ପୂର୍ବରୁ ସେଜରୁ ଉଠିବା। ବର୍ତ୍ତମାନ 11 ସରିଗଲା। ତୁମ ପାଇଁ କାମ ନିଜେ କରିବ। ବର୍ତ୍ତମାନ ଭଲ କି କରିନି ବିଷୟ ସମସ୍ତ ପ୍ରଶ୍ନ ସରିଗଲା। ଭିଡ଼ିଓ କିପରି ମତାମତ ଦେବ, ଭଲ ଲାଗିଲେ ଲାଇକ୍ କରିବ, ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରିବ। ଏହାପରେ ଆମେ ମାଟିଗଲା ବିଗିଡ଼ିର ପ୍ରଶ୍ନୋତ୍ତର କରିବା। ରହୁଛି। ଜୟ ଜଗନ୍ନାଥ।